ଗଣେଶ ପୂଜା ପାଇଁ ଚଳଚଞ୍ଚଳ ବାଲେଶ୍ୱର ସହର। ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ସମସ୍ତ କ୍ଲବର ସଦସ୍ୟମାନେ ଲାଗି ପଡ଼ିଛନ୍ତି ପ୍ରସ୍ତୁତିରେ। ଚଳିତ ବର୍ଷ ସାଇଲେଣ୍ଟ ଜୋନ୍ରେ ରାଜପୁତ ବଏଜ ଗଣେଶ ପୂଜା ପାଳନ କରୁଛି ଅଷ୍ଟମ ବର୍ଷରେ। ଚଳିତ ବର୍ଷ ଗଣେଶଙ୍କ ମୂର୍ତ୍ତି ସହ ରାମ ସୀତା ଏବଂ ହନୁମାନ ରହିବେ। ମୂର୍ତ୍ତିର ଉଚ୍ଚତା 12 ଫୁଟରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ବିଶେଷ କରି ଯୁବବର୍ଗ ଏହି କ୍ଲବରେ ସାମିଲ ହୋଇଥାନ୍ତି। ପୂଜା ସହ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ସହ ପୂଜା ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପୂଜା ଦିନ ସନ୍ଧ୍ୟାରେ 108 ଆଳତୀର ମୁଖ୍ୟ ଆକର୍ଷଣ ରହିବ। ପ୍ରଶାସନର ଗାଇଡଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ପାଳନ କରାଯିବ ବୋଲି ରାଜପୁତ ବଏଜ କ୍ଲବର ଉପସଭାପତି ଦିନେଶ ରଣା କହିଛନ୍ତି। ଆମର ଏଇ ବର୍ଷ 8 ବର୍ଷର ଠାକୁର ହେଉଛି। ଆମର ପ୍ରଶାସନର ନିୟମ ଅନୁସାରେ ଯାହା ଗାଇଡଲାଇନ ଅଛି ଆମେ ସେଇ ଅନୁସାରେ ପାଳନ କରିବୁ। ଆମର ଏଥର ବଜେଟ୍ 3.5 ରୁ 4 ଲକ୍ଷ ଟଙ୍କା ଅଛି। ଆମର ଏଥର ମୁଖ୍ୟ ଆକର୍ଷଣ ଉପରେ ଅଛି ପ୍ରଭୁ ଶ୍ରୀରାମଙ୍କର ପ୍ରତିମୂର୍ତ୍ତି ରହିବ। ସାଙ୍ଗରେ ମାତା ସୀତା, ଲକ୍ଷ୍ମଣ, ପ୍ରଭୁ ହନୁମାନଙ୍କର ମୂର୍ତ୍ତି ସାଙ୍ଗରେ ରହିଅଛି। ପୂଜା ଦିନ ସନ୍ଧ୍ୟା ବେଳେ 108 ଆଳତୀର ବ୍ୟବସ୍ଥା ରହିଅଛି। ଆମର ସାଜସଜ୍ଜା ଉପରେ ସାଜସଜ୍ଜା, ଆଲୋକମାଳା ଓ ଠାକୁର ପୂଜା ଦିନ ଆମର ପ୍ରସାଦ ବଣ୍ଟନ ମଧ୍ୟ ରହୁଛି। 20,000 ରୁ 25,000 ଲୋକଙ୍କୁ ପ୍ରସାଦ ବଣ୍ଟନ ରହିଛି। ପାଏସ, ଘାଣ୍ଟ, ଆମର କାନିକା ସବୁ ରହୁଛି। ସେଇ ଉପରେ ଆମର ଟିକେ ବେଶୀ ଭସାଣୀର ଆମର ଆକର୍ଷଣ ଆଲୋକମାଳା ଅଛି। କାରଣ ଏବେ ତ ପ୍ରଶାସନଙ୍କ ଗାଇଡଲାଇନ ଅନୁସାରେ ଏବେ ତ ବକ୍ସର ସେମିତି କିଛି ସୁବିଧା କରା ହେଇପାରୁନି। ଅଧିକା ବକ୍ସ ତ କିଛି ନାହିଁ। ତ ଆମେ ଏବେ ଆଲୋକମାଳା ଉପରେ ଲୋକଙ୍କୁ ଦେଖେଇବୁ। ଆମେ ସେଇଟା ଆମର ଅଛି, ଟାର୍ଗେଟ ଅଛି। ପାରମ୍ପରିକ ବାଦ୍ୟ ଆସିବାର ଅଛି। ଆମର ଢେଙ୍କାନାଳରୁ ଆସୁଛି, ବାଜା ଆସୁଛି, ପାରମ୍ପରିକ ଘଣ୍ଟ ବାଜା ଆସୁଛି। ସେଇଟା